ପ୍ରତିଫଳିତ ଆପଣ ଟିକେଟ ବଣ୍ଟନ ଆରମ୍ଭ କରି ଦଳୀୟ ପଦ ପଦବୀରେ ଯୁବ ନେତା ମାନଙ୍କୁ ଯଥୋଚିତ ଆନୁପାତିକ ଏବଂ ଅନେକ ସମୟରେ ଅନୁପାତ ଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି, ପଦବୀ ଦିଆଯାଇଛି, ମର୍ଯ୍ୟାଦା ଦିଆଯାଉଛି। ଆଉ ଦ୍ୱିତୀୟ କଥା ହେଲା ଦିବ୍ୟଶଙ୍କର ମିଶ୍ର ମହୋଦୟ ସେ ଏକ ବକ୍ତବ୍ୟ ରଖିଛନ୍ତି, ସେ ସଂକ୍ରାନ୍ତରେ ଉତ୍ତର ସିଏ ହିଁ ଦେବେ, ଅନ୍ୟଠୁ ଆଶା କରିବା ଅନୁଚିତ। ଦବଦବା କାହାର ନାହିଁ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧିଙ୍କର ଦବଦବା ଅଛି, ଯାହାର ଛବି ଅମଳିନ, ଯାହାଙ୍କର ଧନାଧାର ଅଛି, ଯାହାଙ୍କର ଯୋଗ୍ୟତା ଅଛି, ଶିକ୍ଷାଗତ ଯୋଗ୍ୟତା ଅଛି ଏବଂ ଯିଏ ଜନସ୍ୱାର୍ଥ ପାଇଁ ସମର୍ପିତ, ତାଙ୍କର ଦବଦବା ନିଶ୍ଚୟ ରହିବ। ଅନେକ ଅଛନ୍ତି। ଆଉ ଏ ସଂକ୍ରାନ୍ତରେ ନିଷ୍ପତ୍ତି କିଏ ନେବ? ଦଳ ଯିଏ ହେଲେ ସର୍ବୋଚ୍ଚ କର୍ତ୍ତା। କେତେବେଳେ ନିଷ୍ପତ୍ତି ନେବ? ଯେତେବେଳେ ସିଏ ନିଜକୁ ଅକ୍ଷମ ବା ଅସହାୟ ମନେ କରିବ। ଆମର ସଭାପତି ହେଉଛନ୍ତି ଦଳର ସର୍ବୋଚ୍ଚ କର୍ତ୍ତା ନବୀନ ପଟ୍ଟନାୟକ। ସିଏ ସବଳ ଅଛନ୍ତି, ଶକ୍ତିଶାଳୀ ଅଛନ୍ତି ଏବଂ ନିରନ୍ତର ଭାବରେ ଦଳର ଦାୟିତ୍ୱ ସେ ନିର୍ବାହ କରୁଛନ୍ତି। ତେଣୁ ଆମର ଉତ୍ତରାଧିକାର ପ୍ରଶ୍ନ ଆସୁଛି କେଉଁଠି ଏବଂ କିଏ ଉତ୍ତରାଧିକାରୀ ସେ ବିଷୟରେ ଆଲୋଚନା କରିବାର ଅବସର ଆସୁଛି କେଉଁଠି? ମତେ ପଚାରିଲେ ମୁଁ একথা অতি স্পষ্ট ভাবে নিষ্কম্প কণ্ঠরে কইবি যে বিজু জনতা দলর নেতা সভাপতি বা সর্বোচ্চ কর্তা হচ্ছেন শ্রীযুক্ত নবীন পট্টনায়ক। সি তাঁর দায়িত্ব বাবদরে সচেতন, তাঁর কর্তব্য বাবদরে সচেতন এবং সে দলর হচ্ছেন সর্বমান্য নেতা। তেণু সিଏ যেতবে তাঁর কর্তব্য করে চালিছেন আপনার নিয়মিত ভাবে অনুভব লক্ষ্য করছেন, সেতবে अन्य प्रसंग आसूची कौटी